गुड मॉर्निंग संग मैंने जय जगन्नाथ आज गोटे नुआ भिडियो को आप समस्त स्वागत आ देखिए मुझे रेडी ही तौर को पड़ी आसिकी चाह बन माँ दे सारे आए देखो ये रोषेई कम लगे आज आम हम सुजी उपमा को मटर तरकारी आखि देखो आप जिन रेडी कर रखी देखो ये देखु एवं मु सुजीटा भाजी ये आप सब जिन रेडी करके रखी ये तो छेची बेटे तरकारी ये रखी आज ये रसुण अदा गोटे सब यहाँ मटर यहाँ काढ़ी यहाँ सतुला राति भजा होता आई मटर आलू सिझा है मो पुआ आनी मत दुटा पिजुड़ी दे खायापी चलतु ये बनइबा सुजी उपमा ये बन सारिकी आपण मानक देखी फाइनाल केमी कौन है मोर उपमा तरकारी तो चलतु बनइबा प्याज भाजी गलानी लूण पकड़ा टे हो जाए रसुण लंका टे छेचिक रखा देदेव ये देखते हल्का मैंने रसुण लंका नहीं बेसी किसी आवश्यक नहीं सका मसला करवा छेचिक यहाँ देदेवा ये देखते छेचा रेडी ये पानी मिसे ढाल दबा टिके पकड़ी कहीं जो मटर सिजार पकई टे लुण भी पकई आपर पकईदेव कषे कषिगला पर अन्य मसला आड करवा टिके समय मसला कषाईगला एवं मीट मसला टिके पकईदे आसे आउ तो बाकी एवं गरम मसला मीट मसलाटा अच्छे मसला ना आवश्यक भी ना शीघ्र भी होती काफी कषे तरकारीटा होगला गरम मसला पकड़ा ये कषि जाओ ये देखो मो उपमा रेडी आम पुओ खाई सारे आ समस्त खाई ना खाइबे तरकारी मोर रेडी देखो तरकारी भी रेडी करके भी सब क्लीन करदेली आसना हो रोषे खाइबे समस्ते चलते खाया को दबा तापर पुणी कथा फ्री हेले आम उपमा तरकारी केमी लगुच निश्चिंत कमेंट रे जनइबे देखो मोर सुजी उपमा और तरकारी खाइबी
ବେଶୀ ନେଇନି, ହାଲକା ଖାଇବି, ଇଚ୍ଛା ନାହିଁ ବେଶୀ ଖାଇବାକୁ। ଖାଇଦେଲେ ପୁଣି ପୁଅ ତା କଥା ପୁଣି ବୁଝିବାକୁ ପଡ଼ିବ। ସେ ପୁଣି ତ ସାନକୁ ଗାଧୋଇ ଦେବେ, ତାପରେ ଖାଇଦେଲେ ଜଲ୍ଦି କାମ ସରିଯିବ ଆଉ। ଚାଲନ୍ତୁ ଖାଇ ନେବା। ସମସ୍ତେ ଖାଇସାରିଲେଣି ଘରେ, ମୁଁ ବି ଖାଇ ନେଉଛି। ତାପରେ ଆମର ପୁଣି ରୋଷେଇ ଆରମ୍ଭ ହେବ। ପୁଅ ଗାଧୋଇବ, ଶୋଇବ। ଆଉ ରୋଷେଇ ଆଜି କ'ଣ କ'ଣ ହେବ ସବୁ କିଛି ଆପଣଙ୍କୁ ଦେଖେଇବି। ଚାଲନ୍ତୁ ଖାଇବା। ଏଇଠି ସାଙ୍ଗମାନେ ଆମର ରୋଷେଇ ସରିଲାଣି। ଡାଲମା, ଏଇଠି ଭଜା, ଏଇଟା ଆମ ପୁଅର ଭଜା କରାହେଇଛି। ଏଇଟା ପିତା ଶାଗ ଭଜା ହେଇଛି। ଏଇଟା ସାଧା ଡାଲମା, ଲଙ୍କାଗୁଣ୍ଡ ପଡ଼ିନି, ବାକି ଗୁଗୁର ସବୁ କ୍ଲିନ୍ କରିସାରିଲେଣି। ଏଠି ଦେଖନ୍ତୁ କ୍ଷୀରଟା ବସିଛି, ଉତୁରି ଆସିବ। ମୁଁ ଯାଉଛି, ଏବେ ସରିଗଲା ତ କାମ, ଏଠି ଟିକେ ବସିବି, ନହେଲେ ଉତୁରି ଯିବ। ଏଇଠି ଦେଖନ୍ତୁ ଘିଅଟା ମରା ହେଇଛି। ଘିଅଟା ଟିକେ ଥଣ୍ଡା ହେଇଗଲେ ପଶିବ ଆଉ, ଗୋଟେ ବୋତଲରେ ପଶିବ। ଲୁଗା କେତେ ସବୁ ଭାଙ୍ଗି ନେଲେଣି, ଆହୁରି ବି ଏତିକି ପଛରେ ସବୁ ସଫା ହେଇଥିଲା। ଆଉ ବାସନ ଆହୁରି କିଛି ପଡ଼ିଛି, ମୁଁ ଯାହା ଭିତରେ ଥିଲା ମାଜି ଦେଇଛି। ଟିକେ ପୁଣି ଶୁଖିଲା ପରେ ପୁଣି ଆକୁ ନେବା, ସାଇଜ୍ କରି ରଖିବା। ମାଆଙ୍କୁ ପୁଣି ଖାଇବାକୁ ଦେବି। ଆଉ କାମ କେତେବେଳେ ସରୁନି। ମାଆଙ୍କୁ ଖାଇବାକୁ ଦେବା, ଆଉ ଖାଇବାକୁ ଦେଇକି ଟିକେ କ୍ଷୀର ପାଖରେ ବସିବା। ତାପରେ ଗୁଗୁ ଖାଇବ। ସେ ଏବେ ତ ଖାଇଲା, ଟିକେ ପୂର୍ବରୁ ତାକୁ ଖୋଇଦେଲି। ଆଉ ସେ ଭାତ ଖାଇବା ଆଉ ଟିକେ ଲେଟ୍ରେ। ଚାଲନ୍ତୁ ତାହେଲେ ମା ଖାଇବାକୁ ଦେଇଦେବା। ଖାଇବାକୁ ଦେଇକି ଆମେ ପୁଣି ଖାଇଲା ବେଳକୁ କଥା ହେବି। କ୍ଷୀର ଏଠି ଉତୁରି ଆସିଲାଣି। ମୁଁ ଖାଲି କପଡ଼ା ଧରିକି ବସିଛି। ଆଉ ଉତୁରି ଆସିବ ତ ଧାଡ଼ାଙ୍ଗି ତଳକୁ ଓହ୍ଲେଇନି, ନହେଲେ ତ ସବୁ ଯିବ। ଇଏ ବି ଗୋଟେ ଡେଲି ଡ୍ୟୁଟି। କ୍ଷୀର ଗାଈ ମାନେ ଦେବ, ମାନେ ଗାଈ ଛୁଆ ଦେବ ମାନେ ଏସବୁ ଜିନିଷ କମ୍ପଲସରି ଆଡ଼୍ ହେଇଯିବ। ପୁଣି ଆଜି ଆମର ଦହି ବୁଲା ହେବ, ଛେନା ହେବ, କେତେ କ'ଣ ହେବ ସବୁ। ଏବେ ଆମର ସେ ଘରେ ଧାନ ଯେଉଁ ସବୁ ମାନେ ବସିଥିଲା ଶୁଖା ହେଇକି, ଖାଲି ସେମିତି ଅଖାରକୁ ବସି ପଳେଇ ଆସିଥିଲା। ସେ ଘରେ ପୁରୁଣା ଘରେ ଥୁଆ ହେଇଥିଲା। ଆଜି ସବୁ ସାଇଜ୍ କରାହେଇକି ରହୁଛି, ସବୁ ମାନେ ସେ ଘରେ ପୁରୁଣା ଘରେ ରହୁଛି। ତାପରେ ଆଜି ଆଳୁ ବି ସାଇଜ୍ ହେଇକି ରହିବ, ବୋଇତି କଖାରୁ ଆସିଛି ସାଇଜ୍ ହେଇକି ରହିବ। ତାପରେ ବିରି ଆଜି ବତୁରା ହେଇଛି ବଢ଼ି ପାଇଁ, ସିଏ ଧୁଆଧୁଇ ହେବ। ଅବଶ୍ୟ ଆମେ ଆଉ ବଟା ବଟି ହେଉନି ଶିଳରେ। ଆଇଲା କ୍ଷୀର ଉତୁରି ଆଇଲା, କ୍ଷୀର ଖାଲି ଉତୁରି ଆସିଛି। ପୁଣି ଉତୁରି ଏଇଠି ଦେଖନ୍ତୁ, ମୁଁ ଦୋକାନ ଘର ସଫା କରିବା ପାଇଁ ଆସିଥିଲି। ଆଉ ମୋର ତ ପୁରା କ୍ଲିନ୍ ହେଇଗଲାଣି, ମୁଁ ଅଳି ସାରିଲିଣି ସବୁ। ଆଉ ଏଠି ଦେଖନ୍ତୁ ସବୁଆଡ଼େ ପୁରା କ୍ଲିନ୍। ଏଇଠି ଆମର ଧାନ ସବୁ ସାଇଜ୍ ହେଇକି ଯେଉଁ ରହିଛି ଆଜି, ଏଇଠି ସବୁ ରହିଲା ଧାନ। ଆଉ ଏଠି ଚାଲନ୍ତୁ ଆଗକୁ ଦେଖାଉଛି, ଏଠି ଆମର ମଞ୍ଜି ଶୁଖା ହେଇଛି, କୋଶଳା ମଞ୍ଜି। ଏମିତି ଖରା ପୁରା ଚିକ୍ ଚିକ୍ ଖରା ହେଇଛି। ଏତେ ଜୋର ଖରା ଯେ
ଏଠି ଆମେ ଖାଉଛୁ। ଆମର ଆଜି ଡାଲମା, ଝୁଡ଼ଙ୍ଗ ଆଳୁ ଭଜା ହେଇଛି, ପିତା ଶାଗ ଭଜା ହେଇଛି, କଦଳୀ ଆଉ ଆଳୁ ଝୋଳ, ଲେମ୍ବୁ ଝୋଳ। ଆଉ ଚାଲୁନି ଖାଇ ନେବା, ଭୋକ ହେଲାଣି ଜୋରରେ। ଏଇଠି ଦେଖନ୍ତୁ ମାର୍କେଟରେ ଆଜି ମେଡ଼ିସିନ ଦୋକାନ ଖାତା ପୂଜା ଥିଲା, ଦାଦା ଯାଇଥିଲେ, ସେଇଠୁ ଆଣିଛନ୍ତି ଏଇ ପଡ଼ିଆଟା। ଆଉ ଏଠି କ୍ଷୀର ଗରମ ହେଇଛି, ବାପା ଖାଇବେ। ଆଉ ଏଠି ଦେଖନ୍ତୁ ଆମର ସିଝା କ୍ଷୀର ବି ଅଛି, ଆଉ ରୁଟି ହେଇଛି ଆଜି। ଆଉ ଦେଖନ୍ତୁ ମୁଁ ଏପଟେ ଗ୍ୟାସ୍ ଫ୍ୟାସ୍ ବି ସବୁ କ୍ଲିନ୍ କରିସାରିଲିଣି। ଆଉ ଖାଲି ବାସନଟା ଅଛି, ମାଜିବି। ଆଉ ସବୁ କ୍ଲିନ୍ କରିଦେଇଛି, ଘର ଫର ମାନେ ସବୁ କ୍ଲିନ୍ କରିଦେଇଛି। ଆଉ ଏଇଠି ଆଉ ଗୋଟେ ଜିନିଷ ଦେଖନ୍ତୁ, ନାଲି ଛେନା ମାନେ ଦହି ଛେନା, ଯେଉଁଟା ଦହି ଫୁଲା ହେଇକି ଲହୁଣୀ ବାହାରିକି ହୁଏ। ଆଉ କେତେ ସୁନ୍ଦର ହେଇଛି, ଆଉ ବହୁତ ଟେଷ୍ଟି ଲାଗେ ଖାଇବାକୁ ନା କ'ଣ। ଏଇ ଜିନିଷକୁ ଦେଖିଲେ ମୋର ଖାଲି ଇଚ୍ଛା ହେଉଛି ଗୋଟେ ଖାଇଦେବି କି, କିନ୍ତୁ ଟିକେ କାମ ସାରିକି ତାପରେ ଖାଇବା ଆଉ ଗୋଟେ। ଆଉ ଏଇଠି ଦେଖନ୍ତୁ ସବୁ ତ ଘର ତଳ ବି କ୍ଲିନ୍ କରିସାରିଛି। ଆଉ ଏଇଠି ବିରି ଆମର ମାନେ ଭେଦା ହେଇଥିଲା ଯେଉଁ ସକାଳେ, ସେଇଟା ଧୁଆ ହେଇକି ଛଣା ହେଇକି ରହିଛି, କାଲି ସକାଳେ ଯିବ। ଆଉ ଖାଲି ବଟା ହେଇକି ଆସିବ, ବଢ଼ି ପଡ଼ିବ। ଆଉ ଏଇଠି ବୋଉ ଟିଭି ଦେଖୁଛନ୍ତି। ଚାଲନ୍ତୁ କାମ ସାରିଦେବା ଜଲ୍ଦି, ତାପରେ ଭୋକ ବି ଲାଗିଲାଣି, ସମସ୍ତଙ୍କୁ ଖାଇବାକୁ ଦେଇ ଖାଇବା। ଚାଲନ୍ତୁ। ଏଇଠି ଦେଖନ୍ତୁ ବାସନ ପଡ଼ୁଥିଲା, ମାଜିଦେଲି, ସବୁ କ୍ଲିନ୍। ଏବେ ଚାଲନ୍ତୁ ଟିକେ ଖାଇଦେବା। ପାର୍ସଲ ଆସିଛି, ଗୋଟେ କ'ଣ ଚଏସ୍ କରିକି ଆ ଭିତରୁ ଟିକେ ଖାଇଦେବା। ଆଉ ଏଇଟା ଭାବୁଛି ଖାଇବି, ଦେଖିଆ କେମିତି ଲାଗୁଛି। ଖାଇବା କାମ ତ ସରିଲାଣି। ଆଉ ଆଜି ଆମ ପୁପୁନୁ, ଆମ ଦାଦା ଗଲେ, ଆମ ଗାଁରେ ଗୋଟେ ଭୋଜି ଅଛି। ଆଉ ଆମର ଦିନର ଅଛି ଲଗେଇଖିଆ। ମାଆଙ୍କୁ ସୁଜି କରି ଦେଇଦେଲି, ମାଆ ଖାଇଦେଲେ। ଗୁଗୁ ତାର ଶୋଇପଡ଼ିଲାଣି ଖାଇକି। ଆଉ ବାକି ଆମେ ବୋଉ, ମୁଁ, ବାପା, ସାନକୁ ଭାତ ଖାଇବେ। ଆଉ ଅଛି ଦିନର ଭଜା, ଡାଲମା, ତାପରେ କ୍ଷୀର ଫୁଟା ହେଲା। ତାପରେ ଏଇ ଯେଉଁ ପାର୍ସଲଟା ଦାଦା ଆଣିଲେ, ଆଜି ଜଣଙ୍କର ଖାତା ପୂଜା ଥିଲା ମାର୍କେଟରେ, ଦାଦା ଯାଇଥିଲେ। ଆଉ କିଛି ହବାର ନାହିଁ, ସବୁ ସରିଲାଣି କାମ। ଖାଇବା ଟିକେ ଚାଲନ୍ତୁ ଖାଇବା ବେଳେ କଥା ହେବା। ଏଇଠି ଦେଖନ୍ତୁ ସର୍ବଶେଷରେ ଆମେ 3 ପ୍ରାଣୀ ଖାଇବାକୁ ବସିଲୁ। ଆମ ଖାଇବା ଆଜି ଏସବୁ। ଆଉ ଚାଲନ୍ତୁ ଖାଇ ନେବା, କାହିଁକିନା ଭୋକ ମୋତେ ତ ସେତେବେଳେ ବି କହୁଥିଲି, ଭୋକ ଜୋର ଲାଗୁଥିଲା। ଆଉ ଚାଲନ୍ତୁ ପେଟେ ଖାଇଦେବା ଆଗ, ତାପରେ ଯାହା କଥାବାର୍ତ୍ତା କରିବା। କାହିଁକିନା ନ ଖାଇଲେ କ'ଣ କଥା ବାହାରିବ କି। ଆଉ ଆମେ ତ ଏଇଠି ଖାଉଛୁ ମିଶିକି, ଖାଇସାରିକି ପୁଣି ଯାଇ କଥା ହେଉଛି ରୁମ୍ରେ। ଏଇଠି ଦେଖନ୍ତୁ ସାଙ୍ଗମାନେ, ମୁଁ ଉପରକୁ ପଳେଇ ଆସିଛି। ଆଉ ଗୁଗୁ ଏଇଠି ଶୋଇଛି। ଆଉ କାଲି ଯେହେତୁ ଗୁରୁବାର, ମୁଁ ଆଜି ସବୁ ଘର ସବୁ ପୁରା କ୍ଲିନ୍ କରିସାରିଛି। ଚାରିଆଡ଼େ ପୋଛାପୋଛି କରି ପୁରା କ୍ଲିନ୍ କରିଦେଇଛି। ସବୁ ଘରେ ପୋଛି ଦେଇଛି। ତାହେଲେ ଚାଲନ୍ତୁ ଆଜିର ଭିଡ଼ିଓ ଟିକେ ଏଇଠି ରଖିବା। ଆଉ ଭିଡ଼ିଓଟି କେମିତି କ'ଣ ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ପୁଣି ଦେଖା ହେବ କାଲିର ଗୋଟେ ନୂଆ ଭିଡ଼ିଓରେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।